ବନ୍ଧୁଗଣ, ଏଇ ଗଛର ଗୋଟେ ପତ୍ର ଚୁପଚାପ ନିଜ ଆଲମାରିରେ ରଖିଦିଅନ୍ତୁ। ଏତେ ଟଙ୍କା ଆସିବ କି ସମ୍ଭାଳି ପାରିବେ ନାହିଁ। ବନ୍ଧୁଗଣ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ, ଯାହାର ପ୍ରୟୋଗ ଦ୍ୱାରା ଆପଣ ନିଜର ଆର୍ଥିକ ସମସ୍ୟା ଦୂର କରିପାରିବେ। ବନ୍ଧୁଗଣ, ଏହି ଉପାୟକୁ ଆପଣଙ୍କୁ କେବଳ ଶନିବାର ଦିନ ହିଁ କରିବାକୁ ହେବ, ଯାହାଦ୍ୱାରା ଆପଣଙ୍କ ଜୀବନରେ ଆସୁଥିବା ବାଧା ଦୂର ହେବ। ଆପଣ ଏହି ଉପାୟକୁ ଶନିବାର ଦିନ କରିବାକୁ ହେବ। କେହି ବି ଶନିବାର ଦିନ କରିପାରିବେ। ଏହି ଉପାୟକୁ କରିବା ପାଇଁ ପ୍ରଥମେ ଆପଣଙ୍କୁ ଅସ୍ତଗଛ ପାଖକୁ ଯିବାକୁ ହେବ। ଏହାପରେ ଆପଣଙ୍କୁ ଓମ୍ ଶ୍ରୀମ୍ ଶ୍ରେୟ ନମ ମନ୍ତ୍ରଟି କହିବାକୁ ହେବ। ଏହାପରେ ଅସ୍ତଗଛ ମୂଳରେ ଗୋଟିଏ ଦୀପ ଜଳାଇବାକୁ ହେବ। ଆପଣ ତେଲ କି ଘିଅର ଦୀପ ଜଳାଇ ପାରିବେ। ଏହି ମନ୍ତ୍ରକୁ ଯାଇ ଜପି ସଫାସୁତୁରା ଓସ୍ତପତ୍ର ତୋଳିବାକୁ ହେବ। ଧ୍ୟାନ ରଖିବେ, ଯେପରି ଓସ୍ତପତ୍ରଟି ଖଣ୍ଡିତ ନ ହୋଇଥିବ, ପୁରା ସଫା ହୋଇଥିବ। ଏହି କଥାର ମଧ୍ୟ ଧ୍ୟାନ ରଖିବେ, ଯେମିତି ପତ୍ରଟି ତଳେ ପଡ଼ିନଥିବ। ଏହାପରେ ଓସ୍ତପତ୍ରକୁ ଧୋଇ ଚନ୍ଦନରେ ଶ୍ରୀମ୍ ଲେଖି ଦିଅନ୍ତୁ। ଶ୍ରୀମା ମା ଲକ୍ଷ୍ମୀଙ୍କ ବୀଜମନ୍ତ୍ର ଅଟେ, ଯାହାକି ଶ୍ରୀଯନ୍ତ୍ରରେ ବ୍ୟବହାର କରାଯାଏ। ଏହି ପତ୍ରକୁ ଆପଣ ନିଜ ପର୍ସ ବା ସିନ୍ଦୁକରେ ରଖିପାରିବେ। ଆପଣ ଯେଉଁଠି ନିଜର ଟଙ୍କା ପଇସା ରଖୁଛନ୍ତି, ସେଠାରେ ରଖିଦିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ଧନ ସମ୍ପତ୍ତିର ପ୍ରାପ୍ତି ହେବ। ଯଦି ଆପଣ ବେକାର କଥାରେ ଟଙ୍କା ଖର୍ଚ୍ଚ କରୁଥିବେ, ତେବେ ଏହି ଉପାୟ ଦ୍ୱାରା ଆପଣଙ୍କର ଟଙ୍କା ସଞ୍ଚୟ ହୋଇପାରିବ। ଏହା ସହ ଟଙ୍କା ଆସିବାର ନୂଆ ମାର୍ଗ ଖୋଲିଯିବ। ଏହି ପତ୍ର ସେ ପର୍ଯ୍ୟନ୍ତ ରଖିବାକୁ ହେବ ଯେବେ ଯାଏ ଏହି ପତ୍ର ଶୁଖି ନ ଯାଇଛି। ଏହି ପତ୍ର ଆପଣଙ୍କ ଲକି ଚାର୍ମରେ କାମ କରିବ। ଏହି ପତ୍ର ଯେବେ ଯାଏ ଆପଣଙ୍କ ପାଖରେ ରହିବ, ସେତେ ଯାଏ ଆପଣଙ୍କର ଆର୍ଥିକ ଉନ୍ନତି ହେଉଥିବ। ଯେବେ ଏହି ପତ୍ର ଶୁଖିଯିବ, ତେବେ ଜଳରେ ପ୍ରବାହିତ କରିଦିଅନ୍ତୁ। ଯଦି ନାହିଁ, ତେବେ ଯେଉଁଠି ପତ୍ର ଆଣିଥିଲେ ସେଠାରେ ରଖିପାରିବେ। ଏହାପରେ ନୂଆ ପତ୍ର ଆଣି ଏହାର ପ୍ରୟୋଗ ପୂର୍ବ ଭଳି କରିପାରିବେ। ଶନି ଦୋଷ ମଧ୍ୟ ଏହି ପ୍ରୟୋଗ ଦ୍ୱାରା ଶେଷ ହୋଇପାରିବ। ଜୀବନରେ ଦୁର୍ଭାଗ୍ୟ ଦୂର ହୋଇ ସୌଭାଗ୍ୟ ପ୍ରାପ୍ତ ହେବ। ବନ୍ଧୁଗଣ, ଏହା ସହ ଶନିବାର ଦିନ ଅସ୍ତଗଛ ମୂଳରେ ଦୀପ ଜଳାଇବା ସହ ପରିକ୍ରମା କରିଲେ ଶନି ଦୋଷ କଟିଯାଏ। ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଥାଏ, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ, ଜୟ ଶନିଦେବ। ଧନ୍ୟବାଦ।